ଆଜିର ଏହି ସୁନ୍ଦରଗଡ଼ ଭର୍ଚୁଆଲ ଷ୍ଟୁଡିଓର ଲାଇଭ୍ କ୍ଲାସରେ ଆପଣ ସମସ୍ତଙ୍କୁ ସ୍ୱାଗତ। ମୁଁ ପଦ୍ମା ସାଏ ଫ୍ରମ୍ ବିଏସ୍ ହାଇ ସ୍କୁଲ ସୁନ୍ଦରଗଡ଼। ଆଜି ଆମେ ନବମ ଶ୍ରେଣୀରେ ଥିବା ଫାଶୀବାଦ ନାଜିବାଦ ବିଷୟରେ ଜାଣିବା, ଯାହାକି ପ୍ରଥମ ବିଶ୍ୱଯୁଦ୍ଧ ପରେ ଇଟାଲୀର ରାଜନୈତିକ, ସାମାଜିକ, ଅର୍ଥନୈତିକ ପରିସ୍ଥିତି ଫାଶୀବାଦ ସୃଷ୍ଟି ପାଇଁ ପଥ ଉନ୍ମୁକ୍ତ କରିଦେଇଥିଲା। ସେ ବିଷୟରେ ଆଜି ଆମେ ଜାଣିବା ସ୍ମାର୍ଟ ବୋର୍ଡ ଜରିଆରେ। ପ୍ରଥମ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଇଥିଲା। ସାମାଜିକ, ଅର୍ଥନୈତିକ, ରାଜନୈତିକ, ପୃଥିବୀର ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ, ସମାଜବାଦୀ ସାମ୍ୟବାଦୀ ଆନ୍ଦୋଳନ, ଜାତୀୟତାବାଦୀ ନବଜାଗରଣ ଆଦି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଅର୍ଥନୈତିକ ପରିବର୍ତ୍ତନ କିପରି ଥିଲା ପ୍ରଥମ ବିଶ୍ୱଯୁଦ୍ଧ ପରେ, ସେ ବିଷୟରେ ଆଜି ଆମେ ଜାଣିବା। ପ୍ରଥମ ବିଶ୍ୱଯୁଦ୍ଧର ପ୍ରଭାବରେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପର ଅଧିକାଂଶ ଦେଶରେ ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲା। ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧ ସାମଗ୍ରୀ ଉତ୍ପାଦନ ପାଇଁ ଗଢ଼ି ଉଠିଥିବା କଳକାରଖାନାଗୁଡ଼ିକ ଯୁଦ୍ଧ ପରେ ବନ୍ଦ ହୋଇଯାଇଥିଲା। ତେଣୁ ଅନେକ ଶ୍ରମିକ ବେକାର ହୋଇଯାଇଥିଲେ। ବେସାମରିକ ସାମଗ୍ରୀ ଉତ୍ପାଦନ ପାଇଁ ଉଦ୍ଦିଷ୍ଟ କଳକାରଖାନା ଶ୍ରମିକମାନେ ଅଧିକ ମଜୁରୀ ପାଇଁ ଧର୍ମଘଟ କଲେ। ଲୋକଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହେବା ଫଳରେ କଳକାରଖାନାଗୁଡ଼ିକ ଉତ୍ପାଦନ ହ୍ରାସ ପାଇଲା। ଶିଳ୍ପପତିମାନେ ବାଧ୍ୟ ହୋଇ କଳକାରଖାନାଗୁଡ଼ିକୁ ବନ୍ଦ କରିଦେଲେ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପର ଦେଶଗୁଡ଼ିକରେ ଏମିତି ପରିସ୍ଥିତି ଆସିଲା ଯେ କଳକାରଖାନାଗୁଡ଼ିକ ଶିଳ୍ପପତିମାନେ ବନ୍ଦ କରିଦେଲେ। ଯୁଦ୍ଧ ସମୟରେ ସେଥିରେ ଯୁଦ୍ଧ ସାମଗ୍ରୀ ଉତ୍ପାଦନ ହେଉଥିଲା, କିନ୍ତୁ ଯୁଦ୍ଧ ପରେ ସେଥିରେ ଆଉ ଯୁଦ୍ଧ ସାମଗ୍ରୀ ଉତ୍ପାଦନ ହେଲା ନାହିଁ ଏବଂ ଯୁଦ୍ଧ ସାମଗ୍ରୀ ବ୍ୟତୀତ ଅନ୍ୟ ସାମଗ୍ରୀ ଉତ୍ପାଦନ କରିବା ପାଇଁ ଶ୍ରମିକମାନେ ଅଧିକ ଅର୍ଥ ଆବଶ୍ୟକ କଲେ, ଯାହାକି ଶିଳ୍ପପତିମାନେ ଦେଇପାରିଲେ ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ କଳକାରଖାନାଗୁଡ଼ିକୁ ବନ୍ଦ କରିବାକୁ ପଡ଼ିଲା। ଯେହେତୁ କଳକାରଖାନାଗୁଡ଼ିକ ବନ୍ଦ ହୋଇଗଲା, ତେଣୁ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକ ଅଧିକ ଉତ୍ପାଦନ ହୋଇପାରିଲା ନାହିଁ। ତ ଅଳ୍ପ ଥିବାରୁ ତାହାର ଚାହିଦା ଅଧିକ ଦୃଷ୍ଟିରୁ ଶିଳ୍ପଜାତୀୟ ଦ୍ରବ୍ୟଗୁଡ଼ିକର ଦାମ ବଢ଼ିଗଲା। କିନ୍ତୁ ଲୋକଙ୍କ ପାଖରେ ଏତିକି ଅର୍ଥ ଅଭାବରୁ ସେମାନେ ଅତିରୁ ଅତି ଆବଶ୍ୟକ ସାମଗ୍ରୀ ମଧ୍ୟ କିଣିବାକୁ ସମର୍ଥ ହେଲେ ନାହିଁ। ଏହା ବ୍ୟତୀତ ସେହି ପ୍ରଥମ ବିଶ୍ୱଯୁଦ୍ଧ ପରେ ଅନେକ ବ୍ୟାଙ୍କ ଅଚଳ ହୋଇଗଲା। ଫଳରେ ସେଥିରେ ଜମା ଥିବା ରାଶି ବା ଅର୍ଥ ଲୋକମାନେ ତାକୁ ବ୍ୟବହାରରେ ଲଗେଇ ପାରିଲେ ନାହିଁ। 1929 ମସିହାରୁ 1933 ମସିହା ମଧ୍ୟରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଅର୍ଥନୈତିକ ସଙ୍କଟ ଉଗ୍ର ରୂପ ଧାରଣ କରିଥିଲା। ଇଟାଲୀ ହେଉଛି ୟୁରୋପର ଗୋଟିଏ ଅଞ୍ଚଳ। ସେଇଠି ଆମେ ଆଜି ଜାଣିବା। କୃଷି କ୍ଷେତ୍ରରେ ମଧ୍ୟ ଅନୁରୂପ ପରିବର୍ତ୍ତନ ସୃଷ୍ଟି ହୋଇଥିଲା। ଶିଳ୍ପ ବିପ୍ଳବ ଯୋଗୁଁ କୃଷି କ୍ଷେତ୍ରଗୁଡ଼ିକରେ ଯାନ୍ତ୍ରିକ ପଦ୍ଧତିରେ ବିନିଯୋଗ ଫଳରେ କୃଷି ଉତ୍ପାଦନ ବିଶେଷ ଭାବରେ ବୃଦ୍ଧି ପାଇଥିଲା। କିନ୍ତୁ ଯୁଦ୍ଧ ଯୋଗୁଁ ବାଣିଜ୍ୟ ବ୍ୟବସାୟ ବନ୍ଦ ହେବା ଫଳରେ କୃଷିଜାତ ଦ୍ରବ୍ୟର ବିକ୍ରୟ ହୋଇପାରିଲା ନାହିଁ। ତେଣୁ ଅଧିକ କୃଷି ଉତ୍ପାଦନ କରୁଥିବା ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହେଲା। ସେହି ସମୟରେ ଶିଳ୍ପ ବିପ୍ଳବ ମଧ୍ୟ ଆରମ୍ଭ ହୋଇଥିଲା। ତେଣୁ କୃଷି କ୍ଷେତ୍ରରେ ଯାନ୍ତ୍ରିକ ପଦ୍ଧତି କହିଲେ ଟ୍ରାକ୍ଟର, ଧାନ କଟା ମେସିନ୍, ସାର ଇତ୍ୟାଦି ଜିନିଷ ବ୍ୟବହାର କରି ଅଧିକ ଫସଲ ଆଣିବାରେ ଶ୍ରମିକମାନେ ବା କୃଷକମାନେ ସଫଳ ହୋଇଥିଲେ। କିନ୍ତୁ ତାକୁ ବାଣିଜ୍ୟ କାରବାରରେ ବନ୍ଦ ହେବା ଯୋଗୁଁ ତାକୁ ସେମାନେ ବିକ୍ରି କରି ପାରିନଥିଲେ। ଫଳରେ ଅଧିକ ଧନୀ ଚାଷୀ ବା ଅଧିକ ଚାଷ କରୁଥିବା କୃଷକମାନଙ୍କର ବହୁତ ଧନ ସମ୍ପତ୍ତି ବିକ୍ରୟ ନ ହେବା ଫଳରେ କ୍ଷତି ହୋଇଥିଲା। ଫଳରେ କୃଷକମାନଙ୍କର ଦୁରବସ୍ଥା ବଢ଼ି ଯାଇଥିଲା। ସେମାନେ ସଙ୍କଟମୁଖୀ ହୋଇଥିଲେ। ସେହି ସମୟରେ, ସେହି ପ୍ରଥମ ବିଶ୍ୱଯୁଦ୍ଧ ପରେ ଆମେ ଏବେ ରୁଷର କଥା ଜାଣିବା।
1929 ମସିହାରୁ 1933 ମସିହା ମଧ୍ୟରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ଉତ୍କଟ ଆର୍ଥିକ ସଙ୍କଟ ଦ୍ୱାରା ସୋଭିଏତ ରୁଷ ପ୍ରଭାବିତ ହୋଇନଥିଲା। ମାନେ ସେହି ସମୟରେ ସମଗ୍ର ଯେହେତୁ ପ୍ରଥମ ବିଶ୍ୱଯୁଦ୍ଧରେ ବିଶ୍ୱର ସମସ୍ତ ଦେଶକୁ କିଛି ନା କିଛି ଭାଗ ନେଇଥିଲେ, ସମସ୍ତ ଦେଶ ସେଥିରେ ଭାଗିଦାର ହେଇଥିଲେ, କିନ୍ତୁ ସେହି ସମୟରେ ସୋଭିଏତ ରୁଷର ଅର୍ଥନୈତିକ ଅବସ୍ଥାରେ କୌଣସି ପ୍ରଭାବ ପଡ଼ିନଥିଲା। 1928 ମସିହାରେ 1928 ମସିହାରେ ଜୋସେଫ ଷ୍ଟାଲିନଙ୍କ ଦ୍ୱାରା ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତନ ଫଳରେ ସୋଭିଏତ ରୁଷର ଅର୍ଥନୈତିକ ଅବସ୍ଥାରେ ଦ୍ରୁତ ଉନ୍ନତି ହୋଇଥିଲା। ସେହି ସମୟରେ ସମଗ୍ର ଦେଶ ମହାଦେଶମାନଙ୍କରେ କଳକାରଖାନା ଓ ବେକାରୀ ବୃଦ୍ଧି ହେବା ସମୟରେ ରୁଷରେ ଅର୍ଥନୈତିକ ଉନ୍ନତି ଦେଖାଦେଇଥିଲା। ସେ ଉତ୍ପାଦନର ଦୁଇ ମୁଖ୍ୟ ଉତ୍ସ କୃଷି ଓ ଶିଳ୍ପ। କୃଷି ଓ ଶିଳ୍ପ କ୍ଷେତ୍ରରେ ଏକ ପ୍ରକାର ସଙ୍କଟ, ଚାରିଆଡ଼େ ଅଭାବ ଅନଟନ ଦେଖାଦେଇଥିଲା। କାରଣ ସେହି ସମୟରେ କୃଷିରେ ଉତ୍ପାଦିତ ହୋଇଥିବା ଦ୍ରବ୍ୟଗୁଡ଼ିକ ବଜାରରେ ବିକ୍ରି କରିବାରେ ସେମାନେ ସକ୍ଷମ ହୋଇନଥିଲେ ଏବଂ ଅନ୍ୟ ପଟରେ କ'ଣ ହେଇଛି ନା କଳକାରଖାନାଗୁଡ଼ିକ ବନ୍ଦ ହେବା ଯୋଗୁଁ ଶ୍ରମିକମାନେ ଅର୍ଥ ପାଇ ନଥିଲେ, ଫଳରେ ସେମାନେ ନିଜର ଅତି ଆବଶ୍ୟକ ଜିନିଷ ମଧ୍ୟ କିଣିବା ପାଇଁ ସକ୍ଷମ ହେଇନଥିଲେ। ଯେହେତୁ ଆମର ଖାଦ୍ୟଟି ଆମର ଅତ୍ୟନ୍ତ ଆବଶ୍ୟକ, ତେଣୁ ସେମାନେ ଖାଦ୍ୟ ପାଇଁ ମଧ୍ୟ ତାଙ୍କ ପାଖରେ ଆର୍ଥିକ ଅବସ୍ଥା ବହୁତ ଶୋଚନୀୟ ଥିଲା। ତେଣୁ ସେ ସମୟରେ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଦେଇଥିଲା। କେତେକ ଦେଶରେ ସେମାନେ ଏବଂ ଅନେକ ଦେଶରେ ସେମାନେ ତାଙ୍କର ଏପରି ଅର୍ଥନୈତିକ, ସାମାଜିକ, ରାଜନୈତିକ ପରିସ୍ଥିତି ଏତେ ଖରାପ ଥିଲା ଯେ ସେହି ସମୟରେ ସେହି ଅଞ୍ଚଳର ଶ୍ରମିକ କୃଷକମାନେ ତାଙ୍କ ସରକାରଙ୍କ ବିରୁଦ୍ଧରେ ଜନମତ ପ୍ରକାଶ ପାଇଥିଲା ଏବଂ ରାଜନୈତିକ ଅର୍ଥନୈତିକ ଅବସ୍ଥାର ଉନ୍ନତି ଦାବି କରି ଶ୍ରମିକମାନେ ଆନ୍ଦୋଳନ କଲେ ଏବଂ ଶ୍ରମିକମାନେ କ'ଣ କଲେ ନା ରାଜନୈତିକ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ପାଇଁ ତାଙ୍କ ସରକାରଙ୍କ ବିରୁଦ୍ଧରେ ସେମାନେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିଲେ। ଦେଶରେ ଥିବା ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକ ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନେଲେ। ସେହି ସମୟରେ ଯେତେବେଳେ ଶ୍ରମିକମାନେ ରାଜନୈତିକ, ଅର୍ଥନୈତିକ, ସାମାଜିକ ପରିସ୍ଥିତିକୁ ସୁଧୁରିବା ପାଇଁ ଆନ୍ଦୋଳନ କରୁଥିଲେ ତାଙ୍କ ସରକାରଙ୍କ ବିରୁଦ୍ଧରେ, ସେହି ସମୟରେ ଶ୍ରମିକମାନଙ୍କର ଆନ୍ଦୋଳନର ନେତୃତ୍ୱ ନେଇଥିଲେ ସାମ୍ୟବାଦୀ ଓ ସମାଜବାଦୀ ଦଳଗୁଡ଼ିକ ଏହି ଶ୍ରମିକମାନଙ୍କର ନେତୃତ୍ୱ ନେଇଥିଲେ ଏବଂ ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା ବିପ୍ଳବ ଦ୍ୱାରା ରାଜତନ୍ତ୍ର ଲୋପ କରି ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବା। ମାନେ ଏହି ରାଜତନ୍ତ୍ର ଲୋପ କରି ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବା ମାନେ ଏଠି ଲୋକମାନଙ୍କର ଇଚ୍ଛାକୁ ପୂରଣ କରାଯାଉ, ଲୋକମାନଙ୍କ ଅସୁବିଧାକୁ ଦେଖାଯାଉ, ଏହି ପ୍ରକାର ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବା ଥିଲା ଏହି ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକର ଲକ୍ଷ୍ୟ। ରାଜତନ୍ତ୍ର ଲୋପ କରି ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବା ଥିଲା ଏହି ସାମ୍ୟବାଦୀ ଓ ସମାଜବାଦୀ ଦଳ ନେତୃତ୍ୱ ନେଇଥିବା ଆନ୍ଦୋଳନର ଲକ୍ଷ୍ୟ ଥିଲା ରାଜତନ୍ତ୍ର ଲୋପ କରି ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବା। ତ କୃଷି ଓ ଶିଳ୍ପ କ୍ଷେତ୍ରରେ ସଙ୍କଟ, ମାନେ କୃଷିରେ ମଧ୍ୟ ବାଧା ହେଇଥିଲା। ତାଙ୍କର ଉତ୍ପାଦିତ ଦ୍ରବ୍ୟ ସେମାନେ ବାଣିଜ୍ୟ ବ୍ୟବସାୟ ବନ୍ଦ ହେବା ଫଳରେ ବିକ୍ରି କରିବାରେ ସକ୍ଷମ ହେଇନଥିଲେ, ଫଳରେ ଅଧିକ ଚାଷ କରିଥିବା କୃଷକମାନଙ୍କର ବହୁତ ହାନି ହେଇଥିଲା। ଏବଂ ଶିଳ୍ପ କ୍ଷେତ୍ରରେ କ'ଣ ହେଇଥିଲା, ଶିଳ୍ପ କ୍ଷେତ୍ରରେ ଯୁଦ୍ଧ ସାମଗ୍ରୀ ସେମାନେ ଉତ୍ପାଦନ କରିବା ମନା କରିଦେବାରୁ ସେମାନେ ବେସାମରିକ ସାମଗ୍ରୀ ଉତ୍ପାଦନ କରିବା ପାଇଁ ସେମାନେ ଅଧିକ ଅର୍ଥ ବା ମଜୁରୀ ଆବଶ୍ୟକ କଲେ, ଯାହାକି ଶିଳ୍ପପତିମାନେ ଦେବାରେ ସକ୍ଷମ ହେଲେ ନାହିଁ। ଫଳରେ ଶିଳ୍ପ କ୍ଷେତ୍ରରେ ମଧ୍ୟ ସଙ୍କଟ ଦେଖାଗଲା। ଏହା ସହିତ ଲୋକଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଥିଲା ଏବଂ ସବୁପଟରେ ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି ପାଇଲା। ବେକାରୀ ବୃଦ୍ଧି କାହିଁକି ପାଇଲା ନା କଳକାରଖାନା ମାନଙ୍କରେ କାମ ଆଉ କରାଗଲା ନାହିଁ ଏବଂ ଶିଳ୍ପ କ୍ଷେତ୍ରରେ ମଧ୍ୟ କାମ ହେଲା ନାହିଁ, ଫଳରେ ଦାରିଦ୍ର୍ୟ ଓ ବେକାରୀ ସଂଖ୍ୟା ବୃଦ୍ଧି ପାଇଲା। ଆଇନ ଶୃଙ୍ଖଳାରେ ସମସ୍ୟା। ଆଇନ ଶୃଙ୍ଖଳା ରକ୍ଷାରେ ସମସ୍ୟା କାହିଁକି ହେବ ନା ସେହି ସମୟରେ ଯେହେତୁ ଲୋକଙ୍କୁ ଖାଇବା ପାଇଁ କିଛି ମିଳୁନଥିଲା, ଯାହାକି ଆମର ମୌଳିକ ଆବଶ୍ୟକତା, ତେଣୁ ଲୋକମାନେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ମଧ୍ୟ ନିଜକୁ ସକ୍ଷମ କରି ପାରିନଥିଲେ, କାରଣ ତାଙ୍କର ମୌଳିକ ଆବଶ୍ୟକତା
अर्थ खाद्य ए सबुर अभाव से समय अनुभव करथिले। सरकार विरोधी जनमत लोक मानकर आर्थिक सामाजिक एवं राजनैतिक क्षेत्र में एते विशृंखला अस्थिरता देखा दिबारु लोक माने तांकर राजनैतिक सामाजिक उन्नति आनिबा पई तांको सरकारक विरोध रे से माने आंदोलन करिथिले एवं सेहिथिरे श्रमिक माने आंदोलन करिथिले सेताको समाज रे थिबा साम्यवादी और समाजवादी दल एहार नेतृत्व से माने नैथिले। उग्र जातीयतावादी तथा एकछत्रवादी शक्ति मानकर उत्थान और फाशीवादी शक्तिर सृष्टि। जमीदार पुंजीपति शिल्पपति माने श्रमिक आंदोलन को दमन करने को चेष्टा कले। गोटे पक्षरे साम्यवादी और समाजवादी दल श्रमिक मानक समर्थन करुथिबा समय रे अन्य पक्षरे जमीदार पुंजीपति शिल्पपति माने श्रमिक आंदोलन को दमन करने को चेष्टा करुथिले। माने गोटे पक्षरे हेई गले श्रमिक एवं साम्यवादी और समाजवादी दल एवं अन्य पक्षरे हेई गले जमीदार पुंजीपति शिल्पपति माने एई आंदोलन को दमन करने चेष्टा करुथिले। सेथिपाई से माने स्वेच्छाचारी तथा उग्रवादी शक्ति मानकर सहाय्य नेबाकू बाहरिले। सेथिपाई एई जमीदार पुंजीपति शिल्पपति माने ए श्रमिक मानकर आंदोलन को दमन करने पाई समाज रे थिबा केतेक स्वेच्छाचारी तथा उग्रवादी व्यक्ति मानकर शक्ति मानकर सहाय्य नेबा पाई से माने बाहरिले। एही परिस्थितिर सुजोग नै केतेक स्थान रे उग्र जातीयतावादी तथा एकछत्रवादी शक्ति मानकर उत्थान हैला। एही समय रे एहार सुजोग नै कहले ए श्रमिक मानकर आंदोलन एवं अन्य पक्षरे पुंजीवादी शिल्पपति जमीदार मानकर एही आंदोलन को दमन एही परिस्थिति रे अनेक अंचल रे उग्र जातीयतावादी तथा एकछत्रवादी शक्ति मानकर उत्थान घटिला। एही शक्ति मानकु फाशीवाद कुहागला। तो एही शक्ति मानकु फाशीवाद कुहागला एवं सेमानकर चिंताधारा को फाशीवाद एही शक्ति मानकु फाशीवाद शक्ति कुहागला एवं सेमानकर चिंताधारा को फाशीवाद नाम रे नामित करागला। फाशीवाद शक्ति माने हेउछंती जमीदार पुंजीपति शिल्पपति एवं जो समाज रे थिला केतेक स्वेच्छाचारी तथा उग्रवादी मानकु नै गठित होइतिबा सेही दलर नाम हैला फाशीवादी दल एवं सेही दल मानकर चिंताधारा को कौन कहा ना फाशीवाद नाम रे परिचित। सेही दल मानकर चिंताधारा को फाशीवाद नाम रे परिचित हैला एवं सेही फाशीवाद मानकर मूल लक्ष्य हैला हिंसात्मक पंथा द्वारा जणे किमा मुष्टिमय व्यक्ति हाथ में समस्त क्षमता केन्द्रीभूत करी देश रे एकछत्र शासन प्रतिष्ठा करिबा। तो एही फाशीवादी मानकर लक्ष्य थिला देश रे एकछत्रवादी शासन प्रतिष्ठा करिबा। एही फाशीवादी दल मानकर उद्देश्य थिला देश रे एकछत्रवादी शासन प्रतिष्ठा करिबा। किंतु श्रमिक मानकर लक्ष्य थिला जे देश रे प्रजातंत्र शासन प्रतिष्ठा हेउ जोठारे कि साधारण लोक कृषक श्रमिक मानकर अवस्था को असुविधा को बुझा जाऊ। किंतु एही फाशीवादी शक्ति कौन चाहूला ना देश रे एकछत्रवादी शासन चाहूला जो कि शासन केवल जनक हाथ में रहिबो से शासन व्यवस्था प्रतिष्ठा करिवार लक्ष्य थिला एही फाशीवादी मानकर। फाशीवादी माने बहुदलीय शासन विरोध करी एकदलीय शासन रे विश्वास करुथिले। ए फाशीवादी माने बहुदलीय शासन को से माने विरोध करुथिले एवं देश रे एकदलीय शासन प्रतिष्ठा करिया पाई इच्छा करिथिले। सेहिथिपाई से माने कृषक बा श्रमिक मानक आंदोलन को दमन करिया पाई बाहरी थिले। प्रथमे इटाली और परे जर्मनी रे धीरे धीरे फाशीवादी दलर सूत्रपात हैला अर्थात फाशीवादी दल आगकू गला। तो एबे जानिबा इटाली रे फाशीवादर विकास। प्रथम विश्वयुद्ध पर इटाली रे फाशीवादर विकास घटिथिला। प्रथम विश्वयुद्ध पर इटाली रे फाशीवादर विकास घटिथिला। लाटिन शब्द फाशीरु फाशीवादर सृष्टि। लाटिन शब्द फासिस हेउछि
ଫାସିସ୍ରୁ ଫାସିବାଦର ସୃଷ୍ଟି। ଲାଟିନ ଶବ୍ଦ ହେଉଛି ଫାସିସ୍, ସେଥିରୁ ଫାସିବାଦର ସୃଷ୍ଟି। ଫାସି ଶବ୍ଦର ଅର୍ଥ କୁରାଡ଼ି ସହିତ ବିଡ଼ାଏ କାଠି। ଏହି ଫାସିବାଦ ଫାସିସ୍ ଯାହାକି ଲାଟିନ ଶବ୍ଦ, ତାହାର ଅର୍ଥ ହେଉଛି କୁରାଡ଼ି ସହିତ ବିଡ଼ାଏ କାଠି। ଏହି ଫାସିବାଦର ଅର୍ଥ ହେଉଛି କୁରାଡ଼ି ସହିତ ବିଡ଼ାଏ କାଠି। ଇଟାଲୀର ଏକ ଉଗ୍ର ଜାତୀୟତାବାଦୀ ଦଳ ତାର ଦଳୀୟ ସଂକେତ ରୂପେ କୁରାଡ଼ି ସହିତ ବିଡ଼ାଏ କାଠି ବ୍ୟବହାର କରୁଥିବାରୁ ସେହି ଦଳକୁ ଫାସିବାଦୀ ଦଳ ଏବଂ ସେହି ଦଳର ଚିନ୍ତାଧାରାକୁ ଫାସିବାଦ କୁହାଯାଏ। ତ ଇଟାଲୀର ଏକ ଉଗ୍ର ଜାତୀୟତାବାଦୀ ଦଳ, ଇଟାଲୀର ଏକ ଉଗ୍ର ଜାତୀୟତାବାଦୀ ଦଳ ତାର ସଂକେତ ଚିହ୍ନ ରୂପେ କଣ ବ୍ୟବହାର କରୁଥିଲା ନା କୁରାଡ଼ି ସହିତ ବିଡ଼ାଏ କାଠି। ଏଟା ବିଡ଼ାଏ କାଠି, ଏଟା ହେଉଛି କୁରାଡ଼ି। ଏଟା ହେଉଛି ବିଡ଼ାଏ କାଠି, ଏହା ହେଉଛି କୁରାଡ଼ି, ଯାହାକି ଇଟାଲୀର ଫାସିବାଦୀ ମାନଙ୍କର ସଂକେତ ଥିଲା। ଏଟା ହେଉଛି ସେ ବିଡ଼ାଏ କାଠି, ଏଟା ହେଉଛି କୁରାଡ଼ି, ଯାହାକି ଇଟାଲୀର ଫାସିବାଦ ମାନଙ୍କର ସଂକେତ ରୂପେ ସେମାନେ ବ୍ୟବହାର କରୁଥିଲେ। ତ ସେମାନେ ଯେହେତୁ ତାଙ୍କର ସଂକେତ ରୂପରେ କୁରାଡ଼ି ସହିତ ବିଡ଼ାଏ କାଠିକୁ ବ୍ୟବହାର କରୁଥିବାରୁ ସେମାନଙ୍କୁ ଫାସିବାଦ ଦଳ କୁହାଯାଉଥିଲା ଏବଂ ସେମାନଙ୍କର ଚିନ୍ତାଧାରାକୁ ଫାସିବାଦ କୁହାଯାଉଥିଲା। ଏଠି ଯଦି ପ୍ରଶ୍ନ ଆସେ ତାଙ୍କୁ ଫାସିବାଦ କହିବାର କାରଣ କଣ କହିଲେ କଣ କହିବେ? କୁରାଡ଼ି ସହିତ ବିଡ଼ାଏ କାଠି ସେମାନେ ବ୍ୟବହାର କରୁଥିଲେ ଏବଂ ଏହା ଲାଟିନ ଶବ୍ଦ ଫାସିସ୍ରୁ ଆସିଛି, ଯାହାର ଶବ୍ଦ ଫାସିବାଦ। ତେଣୁ ଏହି ଦଳକୁ ଫାସିବାଦ ଦଳ କୁହାଯାଉଥିଲା ଏବଂ ତାଙ୍କର ଚିନ୍ତାଧାରାକୁ ଫାସିବାଦ ବୋଲି କୁହାଗଲା। ଉପନିବେଶ ଲାଭ ଆଶାରେ ଇଟାଲୀ ମିତ୍ର ଶକ୍ତି ସପକ୍ଷରେ ପ୍ରଥମ ବିଶ୍ୱଯୁଦ୍ଧରେ ଯୋଗ ଦେଇଥିଲା। ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ହେଲା 1914ରୁ 1919, ସେ ସମୟରେ ଇଟାଲୀ ମିତ୍ର ଶକ୍ତି ସପକ୍ଷରେ ଯୋଗ ଦେଇଥିଲା। ତାର ସ୍ୱାର୍ଥକୁ ଦେଖି ବା ତା ନିଜର ଲାଭକୁ ଦେଖି ଇଟାଲୀ ମିତ୍ର ଶକ୍ତି ସପକ୍ଷରେ ପ୍ରଥମ ବିଶ୍ୱଯୁଦ୍ଧରେ ଯୋଗ ନେଇଥିଲା। କିନ୍ତୁ ପ୍ୟାରିସ ଶାନ୍ତି ସମ୍ମିଳନୀରୁ ତାହାକୁ ନିରାଶ ହେବାକୁ ପଡ଼ିଥିଲା। କିନ୍ତୁ ପ୍ୟାରିସରେ ଯୋଉ ଶାନ୍ତି ସମ୍ମିଳନୀ ହେଇଥିଲା ସେଥିରେ ସେ ନିରାଶ ହେଇକି ଫେରିଥିଲା। ଫଳରେ ବିଜୟ ଶକ୍ତି ଭାବରେ ତାହାର ଅହମିକା ରହିଲା ନାହିଁ। ହାରିଯିବା ଫଳରେ କଣ ହେଲା ନା ତାର ବିଜୟ ଶକ୍ତି ଭାବରେ ତାର ଅହମିକା ବା ଗୌରବ କଣ ହେଲା ଭାଙ୍ଗିଗଲା। ତାର ଅହମିକା ଆଉ ରହିଲା ନାହିଁ। ତାହାର ଜାତୀୟ ସମ୍ମାନ ହାନି ହେଲା, ତାର ମାନ ସମ୍ମାନ ହାନି ହେଲା କାରଣ ସେ ପ୍ୟାରିସ ଶାନ୍ତି ସମ୍ମିଳନୀରେ ନିରାଶ ହେଇକି ଫେରିଥିଲା। ଯୁଦ୍ଧ ପରେ ଦେଶର ଆର୍ଥିକ ଅବସ୍ଥାରେ ଘୋର ଅବନତି ଦେଖାଗଲା। ଯୁଦ୍ଧ ପରେ ଦେଶର ଆର୍ଥିକ ଅବନତିରେ ଘୋର ଅଭାବ ଅସୁବିଧା ଦେଖାଗଲା। ଦାରିଦ୍ର୍ୟ, ଲୋକମାନେ କାମ ପାଇଲେ ନାହିଁ, କଳକାରଖାନା ବନ୍ଦ ହୋଇଗଲା, କୃଷି କାର୍ଯ୍ୟରେ ସେମାନେ ବାଣିଜ୍ୟ ବ୍ୟବସାୟ ବାଧା ହେବାରୁ ଉତ୍ପାଦନ କଲେ ନାହିଁ। ଫଳରେ ଚାରିଆଡେ କଣ ହେଲା ନା ଦାରିଦ୍ର୍ୟ ବଢି ଚାଲିଲା, ବେକାରୀ ବଢି ଚାଲିଲା, ଲୋକମାନେ ଆଉ କାମ କଲେ ନାହିଁ, ତେଣୁ ବେକାରୀ ସଂଖ୍ୟା ବଢି ଚାଲିଲା। ଶ୍ରମିକ ଅଶାନ୍ତି କଣ ପାଇଁ ନା ତାଙ୍କର ସାମାଜିକ, ରାଜନୈତିକ, ଅର୍ଥନୈତିକ ପ୍ରତ୍ୟେକ କ୍ଷେତ୍ରରେ ଅସନ୍ତୁଳନ ବା ବିଶୃଙ୍ଖଳା ଦେଖା ଦେଇଥିଲା। ତେଣୁ ଶ୍ରମିକ ମାନେ ଅଶାନ୍ତି ଥିଲେ। ଧର୍ମଘଟ, ହିଂସାକାଣ୍ଡ ଦ୍ୱାରା ଦେଶରେ ଅବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଥିଲା। ଚାରିଆଡେ ଖାଲି ବିଶୃଙ୍ଖଳା ଅସ୍ଥିରତା ଦେଖା ଦେଇଥିଲା। କୃଷି ଓ ଶିଳ୍ପ ଶ୍ରମିକ ମାନଙ୍କର ଅବସ୍ଥା ଶୋଚନୀୟ ହୋଇ ପଡିଯିବାରୁ ସେମାନେ ଆନ୍ଦୋଳନ କଲେ। କୃଷି ମାନେ କାହିଁକି ଆନ୍ଦୋଳନ କଲେ ନା ସେମାନେ ତାଙ୍କର ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହେବାରୁ କୃଷକ ମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିପାରିଲେ ନାହିଁ। ଫଳରେ ଅଧିକ ଉତ୍ପାଦନ କରୁଥିବା ଗୁଡ଼ିକ କ୍ଷତି ହେଲା, ଯାହାକି ସେମାନେ ତାଙ୍କ ମୂଳ ରୂପ ମଧ୍ୟ ପାଇପାରିଲେ ନାହିଁ। ସେହିପରି ଶିଳ୍ପ କ୍ଷେତ୍ରରେ କଣ ହେଲା ନା ସେମାନେ ଶିଳ୍ପ କାରଖାନା ଗୁଡ଼ିକ ବନ୍ଦ ହେଇଗଲା। ତେଣୁ ସେମାନେ କିଛି କାମ ପାଇଲେ ନାହିଁ ଏବଂ ଅଧିକ ଯେଉଁ ଶ୍ରମିକ ମାନେ ଥିଲେ ସେମାନେ ଅଧିକ
ମଜୁରୀ ମାଗିବାରୁ ଶିଳ୍ପପତିମାନେ ବାଧ୍ୟ ହୋଇ କଳକାରଖାନାଗୁଡ଼ିକୁ ବନ୍ଦ କରିଦେଲେ ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟ ସେହି ସମୟରେ ଅଚଳ ହୋଇଗଲା। ତେଣୁ ସେଥିରେ ରଖାଯାଇଥିବା ଅର୍ଥ ସେମାନେ ବ୍ୟବହାର କରିପାରିଲେ ନାହିଁ। ଶିଳ୍ପପତି, ପୁଞ୍ଜିପତି, ବ୍ୟବସାୟୀ ତଥା ଜମିଦାରମାନେ ଏହି ଆନ୍ଦୋଳନ ଯୋଗୁଁ ଭୟଭୀତ ହୋଇପଡ଼ିଲେ। ଶ୍ରମିକ ଆନ୍ଦୋଳନକୁ ଦମନ କରିବା ନିମନ୍ତେ ସେମାନେ ଇଟାଲୀରେ ଗଢ଼ି ଉଠିଥିବା ଫାସିବାଦ ଦଳକୁ ସାହାଯ୍ୟ କଲେ ଏବଂ ଯାହାଦ୍ୱାରା ଫାସିବାଦ ଆନ୍ଦୋଳନ ଦୃଢ଼ ହୋଇଥିଲା। ତ ଶ୍ରମିକ ଏବଂ କୃଷକମାନେ ଆନ୍ଦୋଳନ କରୁଛନ୍ତି ନିଜ ସରକାରଙ୍କ ବିରୁଦ୍ଧରେ। ନିଜର ଆର୍ଥିକ, ସାମାଜିକ ଏବଂ ରାଜନୈତିକ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଶ୍ରମିକ କୃଷକମାନେ ଯେଉଁ ଆନ୍ଦୋଳନ କରୁଛନ୍ତି ତାଙ୍କର ସରକାରଙ୍କ ବିରୋଧରେ, ଏବଂ ସେ ଶ୍ରମିକ ବା କୃଷକମାନଙ୍କୁ ସମର୍ଥନ କରୁଛନ୍ତି ସାମ୍ୟବାଦୀ ଓ ସମାଜବାଦୀ ଦଳ। କିନ୍ତୁ ସେଇ ଆନ୍ଦୋଳନରେ ଭୟଭୀତ ହୋଇଯାଇଛନ୍ତି ଶିଳ୍ପପତି, ପୁଞ୍ଜିପତି, ବ୍ୟବସାୟୀ, ଜମିଦାରମାନେ। ଏହି ଆନ୍ଦୋଳନକୁ ସେମାନେ ଦେଖିକି ସେମାନେ ଭୟଭୀତ ହୋଇଯାଇଛନ୍ତି ଏବଂ ସେମାନେ ସେଇ ଶ୍ରମିକମାନଙ୍କର ଆନ୍ଦୋଳନକୁ ଦମନ କରିବା ପାଇଁ ଇଟାଲୀରେ ଗଢ଼ି ଉଠିଥିବା ଫାସିବାଦୀ ଦଳ, ସେଇ ଶ୍ରମିକମାନଙ୍କର ଆନ୍ଦୋଳନକୁ ଦମନ କରିବା ପାଇଁ ଇଟାଲୀରେ ଗଢ଼ି ଉଠିଥିବା ସେଇ ଶ୍ରମିକମାନଙ୍କର ଆନ୍ଦୋଳନକୁ ଦମନ କରିବା ପାଇଁ ଇଟାଲୀରେ ଗଢ଼ି ଉଠିଥିବା ଫାସିବାଦୀ ଦଳକୁ ସାହାଯ୍ୟ କଲେ। ଯାହାଫଳରେ କ'ଣ ହେଲା ନା ଫାସିବାଦୀ ଦଳ ସୁଦୃଢ଼ ହେଇଗଲା। ଯାହାଫଳରେ ଫାସିବାଦୀ ଦଳ ସୁଦୃଢ଼ ହେଲା। ତ ସେଇ ଫାସିବାଦୀ ଦଳର ସଂକେତ ଥିଲା କ'ଣ ନା ବିଡ଼ାଏ କାଠି, କୁରାଢ଼ୀ ସହିତ ବିଡ଼ାଏ କାଠି ଥିଲା ଫାସିବାଦୀ ଦଳର ସଂକେତ ଏବଂ ଫାସିବାଦୀ ଦଳ ଇଟାଲୀରେ ଦେଖାଦେଇଥିଲା। ବେନିଟୋ ମୁସୋଲିନି ଇଟାଲୀ ଦେଶର ଫାସିବାଦୀ ଆନ୍ଦୋଳନର କର୍ଣ୍ଣଧାର ଥିଲେ। ତ ଇଟାଲୀ ଦେଶରେ ଯେଉଁ ଫାସିବାଦୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିର ମୁଖ୍ୟ ବା କର୍ଣ୍ଣଧାର ଥିଲେ ବେନିଟୋ ମୁସୋଲିନି। ବେନିଟୋ ମୁସୋଲିନି ଥିଲେ ଇଟାଲୀରେ ଯେଉଁ ଫାସିବାଦୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେଥିର କର୍ଣ୍ଣଧାର ଥିଲେ ବେନିଟୋ ମୁସୋଲିନି। ସେ 1883 ମସିହାରେ ଇଟାଲୀର ରୋମାନାଠାରେ ଜନ୍ମଗ୍ରହଣ କରିଥିଲେ। ସେଇ ବେନିଟୋ ମୁସୋଲିନି ଯିଏକି ଇଟାଲୀରେ ଫାସିବାଦୀ ଆନ୍ଦୋଳନର କର୍ଣ୍ଣଧାର ଥିଲେ, ସେ 1883 ମସିହାରେ ଇଟାଲୀର ରୋମାନାଠାରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ଶିକ୍ଷକତା କରୁଥିଲେ। ସେ ପ୍ରଥମେ ଜଣେ ଶିକ୍ଷକ ଥିଲେ ଏବଂ ପ୍ରଥମ ବିଶ୍ୱଯୁଦ୍ଧରେ ଜଣେ ସୈନିକ ଭାବରେ ଯୋଗ ଦେଇଥିଲେ। ତ ଏଇ ହେଉଛନ୍ତି ଆମର ସେଇ ବେନିଟୋ ମୁସୋଲିନି, ଯିଏକି ଇଟାଲୀରେ ଫାସିବାଦୀ ଦଳର କର୍ଣ୍ଣଧାର ଥିଲେ ଏବଂ ସିଏ ବେନିଟୋ ମୁସୋଲିନି 1883 ମସିହାରେ ଇଟାଲୀର ରୋମାନାଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ପ୍ରଥମେ ସେ ଶିକ୍ଷକତା କରୁଥିଲେ। ଯୁଦ୍ଧ ଶେଷରେ ସେ ଯୁଦ୍ଧ ଫେରନ୍ତା ବେକାରୀ ସୈନିକ, ଦେଶଭକ୍ତ ନାଗରିକ, ରାଜତନ୍ତ୍ର ବିରୋଧୀ କେତେକ ଲୋକଙ୍କୁ ନେଇ ଗୋଟିଏ ଦଳ ଗଠନ ଗଢ଼ିଥିଲେ। ସମୟକ୍ରମେ ଏହି ଦଳ ଫାସିବାଦ ଦଳ ନାମରେ ପରିଚିତ ହେଲା। ତ ଦେଖ, ଇଏ ବେନିଟୋ ମୁସୋଲିନି ପ୍ରଥମ ବିଶ୍ୱଯୁଦ୍ଧରେ ଯେହେତୁ ଜଣେ ସୈନିକ ଭାବରେ କାର୍ଯ୍ୟ କରିଥିଲେ, ଯୁଦ୍ଧ ଶେଷ ହେବା ପରେ ସେ ଯୁଦ୍ଧରୁ ଫେରନ୍ତା ବେକାରୀ ସୈନିକ, ଦେଶଭକ୍ତ ନାଗରିକ, ରାଜତନ୍ତ୍ର ବିରୋଧୀ କେତେକ ଲୋକଙ୍କୁ ନେଇ ଗୋଟିଏ ଦଳ ଗଠନ କରିଥିଲେ। ସେ ଦଳର ନାମ ଦେଇଥିଲେ ସେ ଫାସିବାଦୀ ଦଳ। ସେ ଦଳର ନାମ ଦେଇଥିଲେ କ'ଣ? ଫାସିବାଦୀ ଦଳ। ତ ଫାସିବାଦୀ ଦଳ ଗଠନ କରିଥିଲେ କିଏ? ବେନିଟୋ ମୁସୋଲିନି, ଯିଏକି ପ୍ରଥମ ବିଶ୍ୱଯୁଦ୍ଧରେ ଜଣେ ସୈନିକ ଭାବରେ କାର୍ଯ୍ୟ କରିଥିଲେ ଏବଂ ସେ ଜଣେ ଶିକ୍ଷକତା ମଧ୍ୟ ଥିଲେ ଏବଂ 1883 ମସିହାରେ ସେ ଇଟାଲୀର ରୋମାନାଠାରେ ଜନ୍ମଗ୍ରହଣ କରିଥିଲେ। ଯୁଦ୍ଧ ଶେଷରେ ଯୁଦ୍ଧରୁ ଫେରିକି ସେ ଯୁଦ୍ଧ ଫେରନ୍ତା ସୈନିକ, ଦେଶଭକ୍ତି ନାଗରିକ, ରାଜତନ୍ତ୍ର ବିରୋଧୀ କେତେକ ଲୋକଙ୍କୁ ନେଇକି ଗୋଟିଏ ଦଳ ଗଠନ କରିଥିଲେ। ଏହି ଦଳ ସମୟକ୍ରମେ ଫାସି ଦଳ ନାମରେ ପରିଚିତ ହେଲେ। ସମାଜବାଦୀ, ସାମ୍ୟବାଦୀ ଆନ୍ଦୋଳନକୁ ଦମନ କରିବା ପାଇଁ ଏହି ଦଳ ଆଗେଇ ଆସିଲା। ତ ଏଇ ଫାସିବାଦୀ ଦଳ ଯାହାକି ବେନିଟୋ ମୁସୋଲିନି ଗଠନ କରିଥିଲେ, ସେହି ଦଳ ଏଇ ସାମ୍ୟବାଦୀ ଓ ସମାଜବାଦୀ ଆନ୍ଦୋଳନକୁ ଦମନ କରିବା ପାଇଁ ଆଗେଇ ଆସିଲା। ଏଇ ଫାସିବାଦୀ ଦଳ ସମୟକ୍ରମେ ଏ ସାମ୍ୟବାଦୀ ଓ ସମାଜବାଦୀ ଆନ୍ଦୋଳନକୁ ଦମନ କରିବା ପାଇଁ ଆଗେଇ ଆସିଲା।
ଏହି ଦଳର ତତ୍ତ୍ୱାବଧାନରେ ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବକମାନଙ୍କୁ ନେଇ ଏକ ସଶସ୍ତ୍ର ବାହିନୀ ଗଠନ କରାଯାଇଥିଲା। ତ ଏହି ସମାଜବାଦୀ ଓ ସାମ୍ୟବାଦୀ ଦଳକୁ ଦମନ କରିବା ପାଇଁ ଗୋଟିଏ ତାଲିମ ପ୍ରାପ୍ତ ମାନେ ଟ୍ରେନିଂ ପାଇଥିବା ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବକ ମାନଙ୍କୁ ନେଇକି ଗୋଟିଏ ସଶସ୍ତ୍ର ବାହିନୀ ବା ଯୁଦ୍ଧ ବାହିନୀ ଗଠନ କରାଯାଇଥିଲା। ଏହି ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବକ ମାନଙ୍କୁ ନେଇକି ଗୋଟିଏ ସଶସ୍ତ୍ର ବାହିନୀ ବା ଯୁଦ୍ଧ ବାହିନୀ ଗଠନ କରାଯାଇଥିଲା। ଯେଉଁମାନେ କଲା ପୋଷାକ ପରିଧାନ କରୁଥିଲେ ସେମାନଙ୍କୁ ତେଣୁ କଲା କୁର୍ତ୍ତା ବାହିନୀ ବୋଲି କୁହାଯାଉଥିଲା। ସେମାନେ ମୁଖ୍ୟତଃ ସମାଜବାଦୀ ଓ ସାମ୍ୟବାଦୀ ମାନଙ୍କୁ ବିରୋଧ କରୁଥିଲେ। ତ ଯେଉଁ ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବକ ମାନଙ୍କୁ ନେଇକି ଏକ ସଶସ୍ତ୍ର ବାହିନୀ ଗଠନ କରାଯାଇଥିଲା। ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବକ ମାନଙ୍କୁ ନେଇକି ଯେଉଁ ଗୋଟେ ସଶସ୍ତ୍ର ବାହିନୀ ବା ଯୁଦ୍ଧ ବାହିନୀ ଗଠନ କରାଯାଉଥିଲା, ସେଇ ଯୁଦ୍ଧ ବାହିନୀର ସୈନ୍ୟମାନେ କଲା କୁର୍ତ୍ତା ବା କଲା ପୋଷାକ ପରିଧାନ କରୁଥିଲେ, ତେଣୁ ସେମାନଙ୍କୁ କଲା କୁର୍ତ୍ତା ବାହିନୀ ବୋଲି କୁହାଯାଉଥିଲା। ସେମାନେ ମୁଖ୍ୟତଃ ସମାଜବାଦୀ ଓ ସାମ୍ୟବାଦୀ ମାନଙ୍କ ବିରୋଧୀ ଥିଲେ। ଏହି କଲା କୁର୍ତ୍ତା ବାହିନୀ ମାନେ ସମାଜବାଦୀ ଓ ସାମ୍ୟବାଦୀ ମାନଙ୍କର ବିରୋଧୀ ଥିଲେ। ସେମାନେ ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନକୁ ବିରୋଧ କରୁଥିଲେ। ତ ସେହି ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନକୁ ଦମନ କରିବା ପାଇଁ ତାଲିମ ପ୍ରାପ୍ତ ଟ୍ରେନିଂ ପାଇଥିବା ସ୍ୱେଚ୍ଛାସେବକ ମାନଙ୍କୁ ନେଇକି ଗୋଟିଏ ସଶସ୍ତ୍ର ବାହିନୀ ବା ଯୁଦ୍ଧ ବାହିନୀ ଗଠନ କରାଯାଇଥିଲା। ଏବଂ ସେଇ ସଶସ୍ତ୍ର ବାହିନୀର ସୈନ୍ୟମାନେ କଲା ପୋଷାକ ବା କଲା କୁର୍ତ୍ତା ପରିଧାନ କରୁଥିଲେ, ତେଣୁ ତାଙ୍କୁ ସେଇଥିପାଇଁ କଲା କୁର୍ତ୍ତା ବାହିନୀ ବୋଲି କୁହାଯାଉଥିଲା। ଏବଂ ଏହି କଲା କୁର୍ତ୍ତା ବାହିନୀ ମାନେ ସମାଜବାଦୀ ଓ ସାମ୍ୟବାଦୀ ମାନଙ୍କ ଆନ୍ଦୋଳନକୁ ବିରୋଧ କରୁଥିଲେ। ଏ ହେଉଛନ୍ତି ତୃତୀୟ ଭିକ୍ଟୋର ଇମାନୁଏଲ। ତାଙ୍କ ବିଷୟରେ ଆମେ ଆଗକୁ ଜାଣିବା। ଇଟାଲୀର ରାଜା ତୃତୀୟ ଭିକ୍ଟର ଇମାନୁଏଲ ବିପର୍ଯ୍ୟସ୍ତ ଶାନ୍ତି ଶୃଙ୍ଖଳା ଓ ଆର୍ଥିକ ସ୍ୱଚ୍ଛଳତା ଫେରାଇ ଆଣିବା ପାଇଁ ସମ୍ପୂର୍ଣ୍ଣ ବିଫଳିତ ହେଲେ। ସେହି ସମୟରେ ଇଟାଲୀର ରାଜା ଥିଲେ ତୃତୀୟ ଭିକ୍ଟର ଇମାନୁଏଲ। ସେହି ସମୟରେ ଇଟାଲୀର ରାଜା ଥିଲେ କିଏ? ତୃତୀୟ ଭିକ୍ଟର ଇମାନୁଏଲ। ଏ ଥିଲେ ସେତେବେଳେ ଇଟାଲୀର ରାଜା ତୃତୀୟ ଭିକ୍ଟର ଇମାନୁଏଲ। ସେହି ସମୟରେ ଇଟାଲୀର ରାଜା ଥିଲେ ସେହି ସମୟରେ ତୃତୀୟ ଭିକ୍ଟର ଇମାନୁଏଲ। ସେ ଦେଶରେ ରାଜନୈତିକ ସ୍ଥିରତା, ଅର୍ଥନୈତିକ ସଙ୍କଟ ଏବଂ ସାମାଜିକ ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ସେମାନେ ସମ୍ପୂର୍ଣ୍ଣ ରୂପରେ ବିଫଳ ହୋଇଥିଲେ। ଏହି ଇଟାଲୀର ରାଜା ଭିକ୍ଟର ଇମାନୁଏଲ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିଲେ, ସକ୍ଷମ ହୋଇନଥିଲେ। ଇଟାଲୀର ରାଜା ତୃତୀୟ ଭିକ୍ଟର ଇମାନୁଏଲ ବିପର୍ଯ୍ୟୟ ଶାନ୍ତି ଶୃଙ୍ଖଳା ଓ ଆର୍ଥିକ ସ୍ୱଚ୍ଛଳତା ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ ମୁସୋଲିନିଙ୍କ ନେତୃତ୍ୱରେ ଫାସିବାଦୀ ଦଳ ଜାତୀୟ ଐକ୍ୟ, ସାମ୍ରାଜ୍ୟ ବିସ୍ତାର, ଯୁଦ୍ଧନୀତି, ଜାତୀୟ ଶକ୍ତି ଓ ଇଟାଲୀର ଗୌରବ ବୃଦ୍ଧିରେ ବିଶ୍ୱାସ କରୁଛି ବୋଲି ଘୋଷଣା କଲା। ଗୋଟିଏ ପକ୍ଷେ ରାଜା ଭିକ୍ଟର ଇମାନୁଏଲ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସକ୍ଷମ ହେଉନାହାନ୍ତି। ଅନ୍ୟପକ୍ଷରେ ବେନିଟୋ ମୁସୋଲିନି ଜାତୀୟ ଐକ୍ୟ, ସାମ୍ରାଜ୍ୟ ବିସ୍ତାର, ଯୁଦ୍ଧନୀତି, ଜାତୀୟ ଶକ୍ତି, ଇଟାଲୀର ଗୌରବ ବୃଦ୍ଧିରେ ବିଶ୍ୱାସ କରେ ବୋଲି ସେ ଘୋଷଣା କରିଥିଲା। ଗୋଟିଏ ପକ୍ଷରେ ରାଜା ଇମାନୁଏଲ ଭିକ୍ଟର ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ଅକ୍ଷମ ହେଉଥିବା ସମୟରେ ଅନ୍ୟପଟରେ ବେନିଟୋ ମୁସୋଲିନି ଜାତୀୟ ଐକ୍ୟ, ସାମ୍ରାଜ୍ୟ ବିସ୍ତାର, ଯୁଦ୍ଧନୀତି, ଜାତୀୟ ଶକ୍ତି ଏବଂ ଇଟାଲୀର ଗୌରବ ବୃଦ୍ଧିରେ ବିଶ୍ୱାସ କରେ ବୋଲି ଘୋଷଣା କଲା। ଏହି ପରିସ୍ଥିତିରେ 1921 ମସିହାରେ ଇଟାଲୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା। ଏହି ପରିସ୍ଥିତିରେ 1921ରେ ଇଟାଲୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା। ସେହି ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠ ହାସଲ କରିପାରିଲା ନାହିଁ, କିନ୍ତୁ ସେହି ଦଳରେ ସାମ୍ୟବାଦୀ,
ସମାଜବାଦୀ ନା ଫାସିବାଦୀ ଦଳ କୌଣସି ଦଳ ସଂଖ୍ୟାଗରିଷ୍ଠ ହାସଲ କରିପାରିଲା ନାହିଁ। ବଳପୂର୍ବକ କ୍ଷମତା ଅଧିକାର କରି ଏକଛତ୍ର ଶାସନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ମୁସୋଲିନି ତାଙ୍କର ଅନୁଗାମୀମାନଙ୍କ ସହିତ 1922 ମସିହା ଅକ୍ଟୋବର 28 ତାରିଖ ଦିନ ଇଟାଲୀର ରାଜଧାନୀ ରୋମାନ ଅଭିମୁଖେ ଅଗ୍ରସର ହେଲା। କିନ୍ତୁ ବଳପୂର୍ବକ ମାନେ ବାଧ୍ୟ ଜବରଦସ୍ତ, ବଳପୂର୍ବକ କହିଲେ ବାଧ୍ୟ ଜବରଦସ୍ତ ଏକଛତ୍ର ଶାସନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏକଛତ୍ର ଶାସନ ପ୍ରତିଷ୍ଠା ଉଦ୍ଦେଶ୍ୟ କରିବା ପାଇଁ ମୁସୋଲିନି ତାଙ୍କର ଅନୁଗାମୀମାନଙ୍କ ସହିତ 1922 ମସିହା ଅକ୍ଟୋବର 28 ତାରିଖ ଦିନ ଇଟାଲୀର ରାଜଧାନୀ ରୋମ ଅଭିମୁଖେ ଅଗ୍ରସର ହେଲେ। ଏଥିରେ ଭୟଭୀତ ହୋଇ ଇଟାଲୀର ରାଜା ଭିକ୍ଟର ଇମାନୁଏଲ ତୃତୀୟ ମୁସୋଲିନିଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କଲେ। ଏଥିରେ ଭୟଭୀତ ହୋଇଗଲେ ଇଟାଲୀର ରାଜା ଭିକ୍ଟର ଇମାନୁଏଲ ଏବଂ ସେ ସରକାର ଗଠନ କରିବା ପାଇଁ ମୁସୋଲିନିଙ୍କୁ ଆମନ୍ତ୍ରଣ କଲେ। ଇଟାଲୀର ରାଜା ଭିକ୍ଟର ଇମାନୁଏଲ ଭୟଭୀତ ହୋଇକି ସରକାର ଗଠନ କରିବା ପାଇଁ ମୁସୋଲିନିଙ୍କୁ ନିମନ୍ତ୍ରଣ କଲେ। 1922 ମସିହା ଅକ୍ଟୋବର 29 ତାରିଖ ଦିନ ମୁସୋଲିନି ଇଟାଲୀର ପ୍ରଧାନମନ୍ତ୍ରୀ ହେଲେ। ତେଣୁ 1922 ମସିହାରେ ଅକ୍ଟୋବର 29 ତାରିଖ ଦିନ ମୁସୋଲିନି ଇଟାଲୀର ପ୍ରଧାନମନ୍ତ୍ରୀ ହେଲେ। ସେ ବଳପୂର୍ବକ ଶାସନ କ୍ଷମତା ନିଜ ହାତକୁ ନେଇ 1922 ମସିହା ଅକ୍ଟୋବର 29 ତାରିଖ ଦିନ ଇଟାଲୀର ପ୍ରଧାନମନ୍ତ୍ରୀ ହେଲେ। କ୍ଷମତାକୁ ଆସିବା ପରେ ଇଟାଲୀରେ ଏକଛତ୍ର ଶାସନ ପ୍ରତିଷ୍ଠା ନିମନ୍ତେ ଫାସିବାଦୀମାନେ ବିଭିନ୍ନ ପଦକ୍ଷେପ ନେଲେ। ଯେତେବେଳେ ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଗଲେ ବେନିଟୋ ମୁସୋଲିନି, ତାପରେ ସେ ଇଟାଲୀରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଲେ। କି ପଦକ୍ଷେପ ନେଲେ ଆମେ ଦେଖିବା। ସମାଜବାଦୀ ଓ ସାମ୍ୟବାଦୀ ନେତାମାନଙ୍କ ମଧ୍ୟରୁ ଅନେକକୁ ହତ୍ୟା କରାଗଲା। ଆମେ ଇତିହାସରେ ପଢିଛୁ, ଯେତେବେଳେ ଆଇନ ଅମାନ୍ୟ, ଲବଣ ସତ୍ୟାଗ୍ରହ, ଭାରତ ଆନ୍ଦୋଳନ, ଯେତେବେଳେ ବି ଆନ୍ଦୋଳନ ହେଉଛି ସବୁବେଳେ ନେତୃତ୍ୱବାଦୀ ମାନଙ୍କୁ ଗିରଫ କରାଯାଉଛି, ବନ୍ଦୀ କରାଯାଉଛି, ଗୁଲି କରାଯାଉଛି। ସେହିପରି ସମାଜବାଦୀ ଓ ସାମ୍ୟବାଦୀ ନେତାମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କରିଦିଆଗଲା ଏବଂ କେତେକଙ୍କୁ ବନ୍ଦୀ କରାଗଲା କିମ୍ବା କେତେକଙ୍କୁ ନିର୍ବାସନ ଦଣ୍ଡ ଦିଆଗଲା। କାହାକୁ? ସମାଜବାଦୀ ଓ ସାମ୍ୟବାଦୀ ଦଳର ନେତାମାନଙ୍କୁ। ଏବଂ ନିର୍ବାଚନ ଆଇନର ବ୍ୟାପକ ପରିବର୍ତ୍ତନ କରାଗଲା। ନିର୍ବାଚନରେ ଯେତିକି ନିୟମ କାନୁନ ଥିଲା ତାକୁ ସେମାନେ ପରିବର୍ତ୍ତନ କରି ସେଥିରେ ବିଭିନ୍ନ ପ୍ରକାର ନିୟମ ସେମାନେ ଲାଗୁ କଲେ। ଇଟାଲୀରେ ଥିବା ସଂସଦକୁ ସେମାନେ ଅକାମ କରିଦିଆଗଲା ଏବଂ ମହାପରିଷଦ ନାମକ ଏକ ନୀତି ନିର୍ଦ୍ଧାରକ ସଂସ୍ଥା ପ୍ରତିଷ୍ଠା କରାଗଲା। ମହାପରିଷଦ ନାମକ ଏକ ନୀତି ନିର୍ଦ୍ଧାରକ ସଂସ୍ଥା ପ୍ରତିଷ୍ଠା କରାଗଲା। ମନ୍ତ୍ରିମଣ୍ଡଳକୁ ଉଠେଇ ଦିଆଯାଇକି ମହାପରିଷଦ ନାମକ ନୀତି ନିର୍ଦ୍ଧାରକ ସଂସ୍ଥା ପ୍ରତିଷ୍ଠା କରାଗଲା ଏବଂ ମନ୍ତ୍ରିମଣ୍ଡଳକୁ ଉଠେଇ ଦିଆଗଲା। ଫଳରେ 1924 ମସିହାରେ ନିର୍ବାଚନରେ ଫାସିବାଦୀ ଦଳ ପାର୍ଲାମେଣ୍ଟର ସଂଖ୍ୟାଗରିଷ୍ଠ ହେଲା। ଫଳରେ 1924ର ନିର୍ବାଚନରେ ଫାସିବାଦୀ ଦଳ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠ ହାସଲ କଲା ଏବଂ ମୁସୋଲିନିଙ୍କ ପ୍ରତିପତ୍ତି କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଲା। ମାନେ ସବୁ କ୍ଷମତା ବେନିଟୋ ମୁସୋଲିନିଙ୍କ ହାତରେ ଆସିଲା ଏବଂ ସେ ଏବେ ଇଟାଲୀରେ ଏକଛତ୍ରବାଦ ଶାସନ ପ୍ରତିଷ୍ଠା କରିବେ। 1926 ମସିହାରେ ଫାସିବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ସେମାନେ ବେଆଇନ ଘୋଷିତ କଲେ। ଫାସିବାଦୀ ଦଳ ବ୍ୟତୀତ ସମସ୍ତ ରାଜନୈତିକ ଦଳକୁ ସେମାନେ ବେଆଇନ ଘୋଷଣା କଲେ। ଇଟାଲୀରେ ଏକଦଳୀୟ ଶାସନ ପ୍ରତିଷ୍ଠିତ ହେଲା। ସାର୍ବଜନୀନ ଭୋଟ ପ୍ରଥାକୁ ଉଠେଇ ଦିଆଗଲା। ସମ୍ବାଦପତ୍ରରେ ଥିବା ସ୍ୱାଧୀନତାକୁ କାଢି ନିଆଗଲା। ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ କରି ସାମୂହିକ ଶିକ୍ଷାକୁ ବାଧ୍ୟତାମୂଳକ କରାଗଲା। ମାନେ ପାଠ ପଢା ବନ୍ଦ କରି ଯୁଦ୍ଧ, ଅସ୍ତ୍ରଶସ୍ତ୍ର ଶିକ୍ଷା ସମସ୍ତଙ୍କ ପାଇଁ ବାଧ୍ୟତା କରାଗଲା। ଇଟାଲୀରୁ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ଅବସାନ ଘଟିଲା। ଗଣତନ୍ତ୍ର ଶାସନ ବ୍ୟବସ୍ଥା ଅବସାନ ଘଟାଇ ଏକଛତ୍ରବାଦୀ ଶାସନ ବେନିଟୋ ମୁସୋଲିନି ପ୍ରତିଷ୍ଠା କଲେ। ଦେଶର ସମସ୍ତ କ୍ଷମତା ଫାସିବାଦୀ ଦଳର ମୁସୋଲିନିଙ୍କ ହାତରେ କେନ୍ଦ୍ରୀଭୂତ ହେଲା। ଦେଶର ସମସ୍ତ କ୍ଷମତା ମୁସୋଲିନିଙ୍କ ହାତରେ କେନ୍ଦ୍ରୀଭୂତ ହେଲା ଏବଂ ସେ ସବୁ କ୍ଷମତାର ସର୍ବେସର୍ବା ଅଧିକାରୀ ହେଲେ।
ଫାସିବାଦୀ ଦଳର ଅଭ୍ୟୁଦୟକୁ ଇଟାଲୀର ସାଧାରଣ ଜନତା ବିରୋଧ କରି ନଥିଲେ। ସାଧାରଣ ଜନତା ସେଟା ବିରୋଧ କରି ନଥିଲେ। ସେମାନଙ୍କର ବିଶ୍ୱାସ ଥିଲା ଯେ ଏକମାତ୍ର ଫାସିବାଦୀ ଦଳ ହିଁ ଦେଶର ଅରାଜକତା ଦୂର କରିପାରିବ। ସେମାନେ ବିଶ୍ୱାସ କରୁଥିଲେ ଯେ କେବଳ ଫାସିବାଦୀ ରାଜନୈତିକ ଦଳ ହିଁ ଦେଶରେ ଥିବା ଅରାଜନୈତିକକୁ ଦୂର କରିପାରିବ ବୋଲି ସାଧାରଣ ଜନତା ବିଶ୍ୱାସ କରୁଥିଲେ। ଅନ୍ୟପକ୍ଷରେ ଶିଳ୍ପପତି, ପୁଞ୍ଜିପତି, ବ୍ୟବସାୟୀ ଗୋଷ୍ଠୀ ନିଜର ସ୍ୱାର୍ଥ ସୁବିଧା ଦୃଷ୍ଟିରୁ ଫାସିବାଦୀ ଦଳକୁ ନୀରବରେ ସମର୍ଥନ କଲେ ଏବଂ ଏହାର ପ୍ରଭାବ ବିସ୍ତାରରେ ସାହାଯ୍ୟ କଲେ। ତ ସେହି ଅଞ୍ଚଳର ସାଧାରଣ ଜନତା, ଶିଳ୍ପପତି, ପୁଞ୍ଜିପତି ଏବଂ ଜମିଦାରମାନେ ଏହି ଫାସିବାଦୀ ଦଳକୁ ସମର୍ଥନ କରିବା ଯୋଗୁଁ ଇଟାଲୀରେ ଏକଛତ୍ରବାଦ ଶାସନ ପ୍ରତିଷ୍ଠା ହେଲା ଏବଂ ଗଣତନ୍ତ୍ର ଶାସନ ଲୋପ ପାଇଲା। ଏତିକିରେ ଆମେ ପ୍ରଶ୍ନ ଆଡ଼କୁ ଯିବା। ମୁସୋଲିନି ଡ୍ୟାସ୍ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ? ପିଏସ୍ଆଇ ସ୍କୁଲ, ବୁରୁଣ୍ଡିଆ। ମୁସୋଲିନି ଡ୍ୟାସ୍ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ? ପିଏସ୍ଆଇ ସ୍କୁଲ, ବୁରୁଣ୍ଡିଆ। ହରିହର ହାଇସ୍କୁଲ 1919। ଠିକ ସେ କୁହ। 1919। ପିଏସ୍ଆଇ ସ୍କୁଲ 1919। ଠିକ କହୁଛ? ଠିକ କହୁଛ କି? 1983। ଭେରି ଗୁଡ। କେତେ? ଭେରି ଗୁଡ। ହରିହର ହାଇସ୍କୁଲ ଭେରି ଗୁଡ। ମୁସୋଲିନି 1883 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ଡେନ୍ସ ଦଳର ସ୍ୱେଚ୍ଛାସେବକ ବାହିନୀ କଲାକୁର୍ତ୍ତା ବାହିନୀ କୁହାଯାଏ। ଡେନ୍ସ ଦଳର ସ୍ୱେଚ୍ଛାସେବକ ସମାଜବାଦୀ। ସମାଜବାଦୀ। ଠିକ ସେ କୁହ। ସମାଜବାଦୀ। କୁହ। ପିଏସ୍ଆଇ ସ୍କୁଲ। ସମାଜବାଦୀ। ଆରେ ବୁଝି ହେଲାନି କି? କହିପାରୁନ? ବୁଝିପାରିଲାନି କି? କୁହ, ଚେଷ୍ଟା କର। ଡେନ୍ସ ଦଳର ସ୍ୱେଚ୍ଛାସେବକ ବାହିନୀ କଲାକୁର୍ତ୍ତା କୁହାଯାଉଥିଲା। ଫାସିବାଦୀ ଦଳର ସ୍ୱେଚ୍ଛାସେବକ ବାହିନୀକୁ କଲାକୁର୍ତ୍ତା ବାହିନୀ କୁହାଯାଉଥିଲା। ଫାସିଷ୍ଟ ଶବ୍ଦର ଫାସିସ୍ ଏକ ଡେନ୍ସ ଶବ୍ଦ। ଲାଟିନ୍ ଶବ୍ଦ। ଫାସିସ୍ ଏକ ଲାଟିନ୍ ଶବ୍ଦ। ଫାସିବାଦୀ ଶାସନ ପ୍ରତିଷ୍ଠା ପରେ ଇଟାଲୀରେ ଡେସ୍ ଶିକ୍ଷା ବାଧ୍ୟତାମୂଳକ ହୋଇଥିଲା। ଫାସିବାଦୀ ଦଳ ପ୍ରତିଷ୍ଠା ପରେ ଇଟାଲୀରେ ଡେସ୍ ଶିକ୍ଷା ବାଧ୍ୟତାମୂଳକ ହୋଇଥିଲା। ଉଜଲପୁର ହାଇସ୍କୁଲ। ଫାସିବାଦୀ ଶାସନ ପ୍ରତିଷ୍ଠା ପରେ ଇଟାଲୀରେ ଡେସ୍ ଶିକ୍ଷା ବାଧ୍ୟତାମୂଳକ ହୋଇଥିଲା। ଉଜଲପୁର। ହରିହର ହାଇସ୍କୁଲ। ଫାସିବାଦୀ ଶାସନ ପ୍ରତିଷ୍ଠା ପରେ ଇଟାଲୀରେ ସାମରିକ ଶିକ୍ଷା ବାଧ୍ୟତାମୂଳକ ହୋଇଥିଲା। ମୁସୋଲିନି ଡେସ୍ ମସିହାରେ ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ? 1922। ଠିକ କହୁଛ? ଭେରି ଗୁଡ। 1922 ମସିହାରେ ଇଟାଲୀର ପ୍ରଧାନମନ୍ତ୍ରୀ ହେଇଥିଲେ। ତାପରେ ଦେଖ, କେଉଁ ଭାଷାରୁ ଫାସିଷ୍ଟ ଶବ୍ଦଟି ଆସିଛି? ଲାଟିନ୍। ଭେରି ଗୁଡ। କୋଉ ଶବ୍ଦରୁ? ଲାଟିନ୍। କେଉଁ ଦେଶ ପ୍ୟାରିସ ଶାନ୍ତି ସମ୍ମିଳନୀରୁ ନିରାଶ ହୋଇ ଫେରିଥିଲା? ଇଟାଲୀ। ଭେରି ଗୁଡ। ମୁସୋଲିନି କେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ? ଇଟାଲୀ। ଭେରି ଗୁଡ। କେବଳ ବେନିଟୋ ମୁସୋଲିନି ପ୍ରଥମେ କଣ ଥିଲେ? ଶିକ୍ଷକ। ଭେରି ଗୁଡ। ପ୍ରଥମେ ଶିକ୍ଷକ ଥିଲେ।
କେଉଁମାନେ ବହୁଦଳୀୟ ଶାସନର ବିରୋଧୀ ଥିଲେ? ଜୟରାମ ହାଇସ୍କୁଲ। କୋଉମାନେ ବହୁଦଳୀୟ ଶାସନର ବିରୋଧୀ ଥିଲେ? କୋଉମାନେ ବହୁଦଳୀୟ ଶାସନର ବିରୋଧୀ ଥିଲେ? ହରିହର ହାଇସ୍କୁଲ। ହରିହର ହାଇସ୍କୁଲ। କେଉଁମାନେ ବହୁଦଳୀୟ ଶାସନର ବିରୋଧୀ ଥିଲେ? ସମାଜବାଦୀ। ସମାଜବାଦୀ। ଫାଶୀବାଦୀ ମାନେ ବହୁଦଳୀୟ ଶାସନର ବିରୋଧୀ ଥିଲେ। ଏଠି ତୁମର ଗୃହ କାର୍ଯ୍ୟ କରିକି ଆଣିବ ଏବଂ ତୁମ ଶିକ୍ଷକଙ୍କୁ ଦେଖେଇବ।